ଆମ ବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ ହୋଇଯାଇଛି। ଏହି ଅବସରରେ ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଏବଂ ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ ଆମ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ନନ୍ଦ ସାର୍ ମହୋଦୟ ସ୍ୱାମୀ ବିବେକାନନ୍ଦ ଉପରେ ଅନେକ ବାର୍ତ୍ତା ଅବତାରଣ କରିଥିଲେ ଏବଂ ଏହାକୁ ମଧ୍ୟ ଜାତୀୟ ଯୁବ ଦିବସ ରୂପେ ପାଳନ କରାଯାଇଛି। ଏହି ଜାତୀୟ ଯୁବ ଦିବସ ଅବସରରେ ଆମ ବିଦ୍ୟାଳୟରେ 150 ବର୍ଷ ପୂର୍ତ୍ତି ପାଳନ ଅବସରରେ ବନ୍ଦେ ମାତରମ୍ ଗୀତ ବୋଲାଯାଇଥିଲା। ଏହାକୁ ମଧ୍ୟ ସମସ୍ତ ପିଲା ସମୂହ ଭାବରେ ଗାନ କରିଥିଲେ। ଅତି ସୁନ୍ଦର ଭାବରେ ଏହା ଥିଲା 150ତମ ଜୟନ୍ତୀ ପୂର୍ତ୍ତି ପାଳନ ଅବସରରେ ଜାତୀୟ ଯୁବକମାନଙ୍କ ଉଦ୍ଦେଶ୍ୟରେ ଏହା ପ୍ରେରଣ କରାଯାଇଥିଲା। ସହିତ ଏହି ଦିବସରେ ଆମ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ ଅନେକ ବକ୍ତୃତାମାନ ଦେଇଥିଲେ। ଦେଖନ୍ତୁ, ଆମ ବିଦ୍ୟାଳୟର ଛାତ୍ର ଅଷ୍ଟମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ଜେନା ତାର ପ୍ରଥମ ଭାଷଣ ସେ ସ୍ୱାମୀ ବିବେକାନନ୍ଦ ଉପରେ ରଖିଥିଲା। ସ୍ୱାମୀ ବିବେକାନନ୍ଦଙ୍କର ବାଲ୍ୟ ନାମ ଏବଂ ତାଙ୍କ ଜୀବନ ଯାତ୍ରା କିପରି ଥିଲା ତାହାକୁ ସେ ଅତି ସୁନ୍ଦର ଭାବରେ ପିଲାମାନଙ୍କ ନିକଟରେ ଏବଂ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲା। ତତ୍ପରେ ବିଦ୍ୟାଳୟର ସେହି ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରିୟଙ୍କା ଦାସ ସେ ମଧ୍ୟ ସ୍ୱାମୀ ବିବେକାନନ୍ଦ ଉପରେ ମଧ୍ୟ ନିଜର ଭାଷଣ ରଖିଥିଲା। ପିଲା ତାକୁ ନୀରବତାର ସହିତ ଶୁଣୁଥିଲେ। ସ୍ୱାମୀ ବିବେକାନନ୍ଦ ପିଲାମାନଙ୍କ ପାଇଁ ଏକ ଆଦର୍ଶ ଥିଲେ। ସିଏ ତାଙ୍କର ଜୀବନ କେତେ ସରଳ ଥିଲା ତାହାକୁ ମଧ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ କିଛି ଉପସ୍ଥାପନ କରିଥିଲେ। ତତ୍ ସହିତ ବିଦ୍ୟାଳୟର ଆମର ତେଜସ୍ୱିନୀ ସାହୁ ଏବଂ ଶୁଭାଙ୍ଗୀ ତତ୍ ସହିତ ବିଦ୍ୟାଳୟର ଆମର ପୁଷ୍ପଲତା ଦାସ ଦିଦି ମଧ୍ୟ କିଛି ନିଜର ଅଭିବ୍ୟକ୍ତି ରଖିଥିଲେ। ତାପରେ ପିଲାମାନଙ୍କ ଦ୍ୱାରା ଏବଂ ଶିକ୍ଷକମାନଙ୍କ ଦ୍ୱାରା ଶପଥ ପାଠ କରାଯାଇଥିଲା। ଦେଖନ୍ତୁ, ଶପଥ ପାଠ କରାଯାଉଛି। ଭାରତ ମାତାଙ୍କର ସେବା ଓ ସମ୍ମାନ ହେତୁ ପ୍ରତିଜ୍ଞା କରୁଅଛି ଯେ ମୁଁ ମୋର ଦୈନନ୍ଦିନ ଜୀବନରେ ଅଧିକରୁ ଅଧିକ ଭାରତୀୟ ଉତ୍ପାଦ ବ୍ୟବହାର କରିବାକୁ ଚେଷ୍ଟା କରିବି ଏବଂ ଅନ୍ୟ ଦେଶରୁ ଆମଦାନୀ ହେଉଥିବା ବସ୍ତୁ ବଦଳରେ ଦେଶୀୟ ବସ୍ତୁକୁ ବିକଳ୍ପ ରୂପେ ବାଛିବି। ମୋର ଘରେ କାର୍ଯ୍ୟକ୍ଷେତ୍ରରେ ଏବଂ ସମାଜରେ ଭାରତୀୟ ଉତ୍ପାଦକୁ ପ୍ରାଥମିକତା ଦେବି ଏବଂ ଗ୍ରାମ କୃଷକ ତଥା କାରିଗରଙ୍କୁ ସମର୍ଥନ କରି ମୁଁ ସ୍ଥାନୀୟ ଉତ୍ପାଦ ପାଇଁ ପ୍ରାଥମିକତା ଦେବି। ମୁଁ ଯୁବପିଢ଼ି ଏବଂ ପିଲାମାନଙ୍କୁ ସ୍ୱଦେଶୀ ଗ୍ରହଣ କରିବାକୁ ଉତ୍ସାହିତ କରିବି ଏବଂ ନୂଆ ପିଢ଼ିକୁ ଏହାର ମହତ୍ତ୍ୱ ବିଷୟରେ ଜଣାଇବି। ମୁଁ ମୋର ପରିବାରରେ ଏବଂ ସାମାଜିକ ଜୀବନରେ ଭାରତୀୟ ଭାଷାକୁ ବ୍ୟବହାର କରିବି। ମୁଁ ପରିବେଶ ପ୍ରତି ଯତ୍ନବାନ ହେବା ସହିତ ସ୍ୱଦେଶୀ ଏବଂ ପରିବେଶ ଅନୁକୂଳ ଉତ୍ପାଦକୁ ବ୍ୟବହାର କରିବି ଏବଂ ନିଜ ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରାଥମିକତା ଦେବି। ଶପଥ ପାଠ ପରେ ପରେ ପିଲାମାନଙ୍କ ଦ୍ୱାରା କିଛି କୁଇଜ୍ ଏବଂ ଡ୍ରଇଂ ପ୍ରତିଯୋଗିତା କରାଯାଇଥିଲା। ଧନ୍ୟବାଦ।